ବ୍ରହ୍ମପୁର ବାମମଣ୍ଡଳ ଅଧୀନ ସପ୍ତମ ବନଖଣ୍ଡରେ 36 ଲକ୍ଷରୁ ଅଧିକ ବୃକ୍ଷରୋପଣ ଯୋଜନା। ବ୍ରହ୍ମପୁର ବନ ମହୋତ୍ସବ ସପ୍ତାହ ଅବସରରେ ବ୍ରହ୍ମପୁର ବନମଣ୍ଡଳ ଅଧୀନ ସପ୍ତମ ବନଖଣ୍ଡରେ ଚଳିତ ବର୍ଷ 36,55,365ଟି ବୃକ୍ଷରୋପଣ ହେବା ଏବଂ 1 କୋଟିରୁ ଅଧିକ ଚାରା ଜନସାଧାରଣଙ୍କୁ ବଣ୍ଟନ କରାଯାଇଥିବା ଜଣାଯାଇଛି। ବ୍ରହ୍ମପୁର ବନମଣ୍ଡଳ କାର୍ଯ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମେଳନରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ଏନ୍ ଏହି ସୂଚନା ଦେଇଛନ୍ତି। ସପ୍ତମ ବନଖଣ୍ଡର ସମସ୍ତ ନର୍ସରୀରେ ପର୍ଯ୍ୟାପ୍ତ ଚାରା ମହଜୁଦ ରହିଛି। ବୌଦ୍ଧ ବନଖଣ୍ଡ ସ୍ତରରେ 4,18,000, ଫୁଲବାଣୀରେ 4,94,000, ବାଲିଗୁଡ଼ାରେ 5,58,000, ପାରଳାଖେମୁଣ୍ଡିରେ 4,18,000, ବ୍ରହ୍ମପୁରରେ 1,68,000, ଦକ୍ଷିଣ ଗୁମୁସରରେ 3,11,000 ଓ ଉତ୍ତର ଗୁମୁସର ବନଖଣ୍ଡରେ ବ୍ରହ୍ମପୁର ବନମଣ୍ଡଳ କୋଟିଏରୁ ଅଧିକ ଚାରା ବଣ୍ଟନ କରାଯିବ। RCCF 4,66,000 ଚାରା ପ୍ରସ୍ତୁତ ରଖିଛି। ସେହିପରି ବଣ୍ଟନ ପାଇଁ ବୌଦ୍ଧ ବନଖଣ୍ଡରେ 19,55,000, ଫୁଲବାଣୀରେ 11 ଲକ୍ଷ ଏବଂ ବାଲିଗୁଡ଼ାରେ 16 ଲକ୍ଷ, ପାରଳାଖେମୁଣ୍ଡିରେ 12,45,000, ବ୍ରହ୍ମପୁରରେ 1,45,000, ଦକ୍ଷିଣ ଗୁମୁସରରେ 16,60,000 ଓ ଉତ୍ତର ଗୁମୁସରରେ 18 ଲକ୍ଷ ଗଛ ଚାରା ସୃଷ୍ଟି କରାଯାଇଛି। ଏହାଛଡ଼ା ଚଳିତ ବର୍ଷ ପ୍ରଥମ ଥର ପାଇଁ 7ଟି ବନଖଣ୍ଡରେ 110 ହେକ୍ଟର ଜମିରେ ବାଉଁଶ ଜଙ୍ଗଲ ତିଆରି କରାଯିବା ପାଇଁ ଗତ ବର୍ଷ ଏହି ମଣ୍ଡଳରେ 17 ଲକ୍ଷ ତାଳ ଗଛ ରୋପଣ କରାଯାଇଥିଲା। ଚଳିତ ଥର ମଧ୍ୟ ତାଳ ଗଛ ଲଗାଯିବାକୁ ଯୋଜନା ରହିଥିବା କହିଛନ୍ତି। ଗତ ବର୍ଷ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ବ୍ରହ୍ମପୁର ବନମଣ୍ଡଳ ସମେତ ସମଗ୍ର ରାଜ୍ୟରେ ଗ୍ରୀନ୍ କଭର ବୃଦ୍ଧି ପାଇଛି। ଆଗାମୀ ଦିନରେ ପରିବେଶର ସୁରକ୍ଷା ପାଇଁ ସଭିଏ ଆଗକୁ ଆସିବା ସହ ମିଳିମିଶି ବୃକ୍ଷରୋପଣ କରିବାକୁ RCCF ଆହ୍ୱାନ ଦେଇଥିଲା। ସମ୍ମେଳନରେ ବ୍ରହ୍ମପୁର DFO ସନି ଖୋକର ମଞ୍ଚାସୀନ ରହି ଚଳିତ ବର୍ଷ ଏକ ପେଡ୍ ମା ନାମ 3.0 ଆରମ୍ଭ ହୋଇଥିବାରୁ ଏଥିରେ ସଭିଏ ସାମିଲ ହୋଇ ଗଛ ଲଗାଯିବା ସହ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ।